ORYT ପାଠଶାଳା ଏକ୍ସପ୍ଲୋର। ତ ପିଲାମାନେ ଆମେ ପୂର୍ବ କ୍ଲାସରେ ପଢିଥିଲେ ଆମର ବିଜ୍ଞାନ ବହି, ବୋଧେ ଆମେ ପୂର୍ବ କ୍ଲାସରେ ଦେଖିଥିଲେ। ତ ଆମେ ବାକି ରହିଯାଇଥିଲା ସେଟା ଚାଲ ଏବେ ଆମେ ଦେଖିବା କଣ କଣ ଅଛି। ତ ଆଜି ଆମେ କଣ ଦେଖିବା? ମୃତ୍ତିକା ପ୍ରସ୍ତୁତି। ଆଜି ଆମେ କହିଲେ ମାଟି, ଆମେ ଜାଣିବା ହଉଛି ମାଟି କେମିତିକା ତିଆରି ହୁଏ। ଉତ୍ପାଦନ ଶସ୍ୟ ଉତ୍ପାଦନ ପୂର୍ବରୁ ମୃତ୍ତିକା ପ୍ରସ୍ତୁତି ହେଉଛି। ମୃତ୍ତିକା ପ୍ରସ୍ତୁତି ହେଉଛି ଏକ ପ୍ରାଥମିକ सोपान। तापरे माटीटा प्रस्तुत नहेले आमे कौन अछि किछि गछ कि आमे लगे परिबा नाही भाई ना प्रस्तुत करि थाउ ना माटी को एथि प्रस्तुत करि थाउ जा फल रे कि कृषि रे एक मुख्य उद्देश्य हेउछि से कोन करे ना से माटी को कोन पे से मूर्ति को प्रस्तुत करना से माटी को ऊपर तळ एहा को कोन हे फसफसिया माटीटा कोन जे फसका जेटा आमे कहूचे फसफसिया होई थाए। तेरो टीका भीतर को गभीर को जाई थाए हल्का हुए। हल्का हेबा द्वारा कोन होची ना हमर होची माटी भीतर जे ना ताको सहज होई थाए, सहज होई थाए कोन पई ताको श्वासक्रिया नबा पई, श्वासक्रिया नेबा पई ना वृक्ष को आम वृक्ष को श्वासक्रिया नबा पई सहज होई थाए। माटी भीतर हमर कोन कोन रहिले माटी को जिया एवं अणुजीव, जिया एवं अणुजीव वृद्धि करतांती, वृद्धि हेबार थाए। आम जो माटीटा को आ को माने साहाय्य करतांती ना ए हमर जो रहिले जिया आउ किए ना ए जो अणुजीव ए माने कोन करतांती ए माने मध्ये साहाय्य करतांती। सेति पई ए माने को कोन कहै जाय ना कृषकर बंधु। माटी हालुका हेबा फल रे हमर ह्यूमस को मध्ये वृद्धि करथाय, वृद्धि करि थाए। व्यायाम मृत्तिका प्रस्तुति हेबा जरूरी कारण ए माने ही हमरो साहाय्य करि थांती मृत्तिका प्रस्तुति करिया पई। ठीक अछि। वायु एवं केतेक जीव थांती ना मृत्तिका रे जल, वायु एवं जीवंत जीव रही थांती। मृत्तिका रे कोन होई थाए ती मृत उद्भिद, उद्भिदंकर कोन हमर जीव जंतु जते मरि जानती मरि गेला पर हम फिंगी दिया जाय कि नहीं से फिंगी दिला पर सेगुडा पचा सडा है कि जिंस गुडा पड़ी थाए सेडा जते पचा सडा है कि पड़ी थाए एने तेने सेडा को माने नै हमर जो रहिले माटी ते जो रही थांती हमर को माने बैक्टीरिया गुडा जेडा रहिले अणुजीव गुडा सेडा कोन कर दी थांती से मन को विघटन कर थांती बा सेटा कोन कोन से माने ताको खाई दी थांती ने ताको विघटन करिकि ताको शेष कर दे थांती। तो सेने कोन करथांती ताको विघटित कर दे थांती माने से जो हमर मृत शरीरटा को विघटित कर थांती जा फल रे कि हमर कोन होची परिवेश भी हमर कोन होची परिवेश भी हमर परिस्थिति रहुची। मृत उद्भिद जे हम रहले मृत जीवंकर शरीर रे थिबा माटी भीतर को जाई थाए एवं आमे एही पोषक को वृक्ष माध्यम रे ताको ग्रहण करिथाओ। ता मृत्तिका हालुका हेबा द्वारा
ପରିପୂର୍ଣ୍ଣ ହୁଏ, ଯାହାଫଳରେ କି ଉଦ୍ଭିଦ ଏହାକୁ ଗ୍ରହଣ କରିଥାଏ। କରିବା ଦ୍ୱାରା ସେଟା କୋଉଠି ଆସିଥାଏ, ପୁଣି ସେଟା ଆମ ମାନଙ୍କ ପାଖକୁ ଆସିଥାଏ। ପୁଣି ଆମ ମାନଙ୍କ ପାଖରେ ଯୋଉ ପୋଷକ ରହିଲେ, ପୁଣି ଆମ ମାନଙ୍କ ଯେତେବେଳେ ଡେଡ୍ ବଡି ହେଇଯିବ, ସେଗୁଡା ପୁଣି କଣ ବିଗସିଲା, ପୁଣି ସେଗୁଡିକୁ ପୁଣି ସେଗୁଡା ବୃକ୍ଷ ମାଧ୍ୟମରେ ମାଟି ମାଧ୍ୟମରେ ବୃକ୍ଷ ଉପରକୁ ପୁଣି ସେ ପୋଷକ ଗୁଡିକ ଚାଲିଯିବ। ତେଣୁ ଏହା ହଉଛି କଣ କୃଷି ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହାକୁ ବି କଣ କରିବା ଦରକାର, ପ୍ରସ୍ତୁତି କରିବା ଦରକାର। ଏବେ ଆମେ ଦେଖିବା ତାର ଉପକରଣ ଗୁଡିକ କଣ କଣ ସବୁ ଲାଗୁଛି। ମଞ୍ଜି ବୁଣିବା ପୂର୍ବରୁ, ଯେତେବେଳେ ମଞ୍ଜି ବୁଣିବା ପୂର୍ବରୁ ଆମେ କଣ କଣ ସବୁ ଉପକରଣ ବ୍ୟବହାର କରିଥାଉ? ଲଙ୍ଗଳ, କୋଦାଳ, ଭେଟର, ଏଗୁଡା ସବୁ ଆମେ କଣ କରିଥାଉ ନା ବ୍ୟବହାର କରିଥାଉ। ଏଗୁଡାକୁ ଆମେ ପ୍ରସ୍ତୁତ କରିବା ପୂର୍ବରୁ, ମାନେ ଆମେ କରିଦେଲେ, ପ୍ରସ୍ତୁତ କଲେ, ମାଟି ଯୋଉ ପ୍ରସ୍ତୁତ କଲେ, ଏଗୁଡା କଣ ହେଇଥାଏ ନା ଏସବୁ ଉପକରଣ ଗୁଡିକ ଆମର ଲାଗିଥାଏ। ସାର ବୁଣିବା ନା ଘାସ ଦମନ କରିବା ପାଇଁ ଲଙ୍ଗଳ ବ୍ୟବହାର କରାଯାଏ। ଯୋଉ ଲଙ୍ଗଳଟି କାଠରେ ତିଆରି ହୋଇଥାଏ। ଦେଖିଛ ନାଇଁ, କାଠରେ ତିଆରି ହୋଇଥାଏ। ଆଉ ସେଥିରେ କଣ ହୁଏ ନା, ଆମର ଯୋଉ ବଳଦ ଦି ସାଇଡ୍ ଦିଟା ବଳଦ ବା ମଇଁଷିକୁ ରଖିଥାନ୍ତି, ତା ପଛପଟେ ଜଣେ କଣ ଇସକୁ ଧରିଥାନ୍ତି। ପୁଣି ଯୋଉ ଆମର ଯୋଉ ରହିଲେ ବଳଦ ଗୁଡିକ, ସେମାନେ କଣ କରିଥାନ୍ତି, ସେଟା ଟାଣି ଟାଣି ନିଅନ୍ତି, ଯାହାଫଳରେ କି ସେ ଯୋଉ ପ୍ଲେଟ୍ ଗୋଟେ ଲୁହା ଫାଳ ଭଳିଆ ଗୋଟେ ଲାଗିଥାଏ, ସେଥିରେ ମାଟି ସବୁ ଖୋଳି ଖୋଳି ହେଇକି ଯାଏ। ଏଇଟା ଗୋଟେ, ଏଇ ଯୋଉ ରଖିଲେ ଗୋଟେ ଲୋକଟା ରହିଲେ, ଇଏ କଣ କରିଥାନ୍ତି, ପଛପଟେ ରହିଥାନ୍ତି। ଏଠି ଦିଟା ବଳଦ ରହିଲେ, ସେମାନେ କଣ କରନ୍ତି, ସେମାନେ ଯେତେ ଆଗକୁ ଚାଲି ଚାଲି ଯିବେ, ଏଇ ଯୋଉ ଆମର ଈଶଟା ଅଛି ଧରିଛନ୍ତି, ଏଇ ଯୋଉ ଲୋକଟେ ଆମର କଣ କରୁଛନ୍ତି, ହଳ କରୁଛନ୍ତି, କୃଷକଟି ହଳ କରୁଛନ୍ତି, ସେ ଈଶଟା କଣ ହବ, ଏପଟେ ହଉଛି, ଏଠି ଗୋଟେ ଫାଳ ଟାଇପର ଗୋଟେ ଲାଗିଥାଏ, ଏଠି ଗୋଟେ ଫାଳ ଲୁହା ଭଳିଆ ଗୋଟେ ଫାଳଟା ଲାଗିଥାଏ। ଏ କଣ ହବ, ଯେତେବେଳେ ଏଇ ଗୋରୁ ଗୁଡା ଆଗକୁ ଚାଲି ଚାଲି ଯିବେ, ଏଇ ମାଟିରେ ଯେତେବେଳେ ଆଗକୁ ଚାଲି ଚାଲି ଯିବ ନା, ମାଟି ଗୁଡା ଏମିତି ଖୋଳି 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 ଖୋଳିକା ଯିବ। କଣ୍ଟି ଯେଟାକୁ ଧରିଥାନ୍ତି, ଏଇଟା କଣ କୁହନ୍ତି, ଏଇଟା କୁହନ୍ତି କଣ୍ଟି। ଏଇଟା ଆମର ଈଶ, ଏଇଟାକୁ ଈଶ କୁହାଯାଏ। ଏଇଟା ଲଙ୍ଗଳ ଫାଳ। ଏଇଟା କଲ୍ଟିଭେଟର କହିଲେ କଣ ନା, ଆଜିକାଲି ଦେଖ, ଆଗରୁ ଯେମିତି ଲୋକମାନେ ପୂର୍ବରୁ ହଳ କରୁଥିଲେ, ହଳ କରିକି ଚାଷ କରୁଥିଲେ କି ନାହିଁ, କିନ୍ତୁ ଏବେ କରିବା ପାଇଁ ଟ୍ରାକ୍ଟର ତ ପିଲାମାନେ ଦେଖିଥିବ, ଟ୍ରାକ୍ଟର ଲଙ୍ଗଳ, ଟ୍ରାକ୍ଟର ଦେଖିଥିବ ପଛପଟେ ଲଙ୍ଗଳ ଲାଗିଥାଏ, ଯେଟା କି ବା କଲ୍ଟିଭେଟର, ପାୱାର ଟିଲର ବ୍ୟବହାର କରାଯାଇଥାଏ। ହଳରେ ଯେତିକି ସମୟ ଲାଗେ, ଏଇ ଯୋଉ ଆମର ପାୱାର ଟିଲର ବା କଲ୍ଟିଭେଟର ଦ୍ଵାରା ଆମେ ଯଦି ହଳ କଲେ କଣ ହେଇଥାଏ, ଆମ ସମୟ କମ ଖର୍ଚ୍ଚ ହେଇଥାଏ, ନୁହେଁ, କମ ଖର୍ଚ୍ଚ ବି ହେଇଥାଏ, ଏବଂ ବହୁତ ଜଲ୍ଦି କଣ ହେଇଥାଏ, ଆମର କାମ ସରିଯାଇଥାଏ। ମଞ୍ଜି ବୁଣା ତୁମେ ଦେଖିଛ, କଣ କରିବେ। ତାପରେ ଏବେ ଚାଲ ଆମେ ବିଲରେ ନା କଣ କରିବା, ବିଲରେ ଏବେ ମଞ୍ଜି ବୁଣିବା। ବିଲରେ କେବେ ମଞ୍ଜି ବୁଣିବାର ଦେଖିଛ, ପିଲାମାନେ ଦେଖିଛ କି ନାହିଁ? ଉତ୍ପାଦନରେ ମଞ୍ଜି ବୁଣା ସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ। ମଞ୍ଜି ବୁଣିବା ପୂର୍ବରୁ କଣ କରାଯାଏ, ଗୋଟେ ଭଲ ଆମର ଯୋଉ ବିହନ ବୁଣା ଯାଏ ନା, ଉନ୍ନତ ମାନର, ମାନେ ଭଲ ଥାନ୍ତି, ବସାଯାଏ କି ନାହିଁ। ଯଦି ଆମେ ଉନ୍ନତ ମାନର ବିହନକୁ କ୍ଷେତରେ, ଅମଳଟା ବି କଣ ହବ, ଭଲ ହବ। ଆଉ ସେ ଯୋଉ ବିହନଟି ଦବା ଯେମିତି କଣ ହେଇଥିବ, ପରିଷ୍କାର ହେଇଥିବା ଦରକାର, ପରିଷ୍କାର, ସୁସ୍ଥ ଓ କିସମର ହୋଇଥିବା ଦରକାର, ସବୁ ହେଇଥିଲେ ଆମେ କଣ କହିଥାଉ ନା, ଭଲ ଅମଳ ଆମକୁ ମିଳିଥାଏ। ସେଥିପାଇଁ କଣ, ଭଲ କ୍ୱାଲିଟିର ବିହନକୁ ବିଲରେ ପକାଯାଏ, ଯାହାଫଳରେ କି ଆମକୁ ଧାନ ବି ଅଧିକା ମିଳିଥାଏ। ମଞ୍ଜି ବୁଣା
ଡ୍ରିଲିଂ ଯନ୍ତ୍ର। ଏଇଟା କ'ଣ? ମଞ୍ଜି ବୁଣା ଡ୍ରିଲିଂ ଯନ୍ତ୍ର। ଦେଖିଛ କି ନାହିଁ ଏଗୁଡ଼ା? ଆଜିକାଲି ପ୍ରାୟ ସବୁ କେହି ଏତେ ଲଙ୍ଗଳ ମାନଙ୍କର ଏତେ ହଳ କରୁନାହାନ୍ତି, ବହୁତ କମ୍। ଆଜିକାଲି ଟ୍ରାକ୍ଟର, ଏଇ ମଞ୍ଜି ବୁଣା ଯନ୍ତ୍ର, ପାୱାର ଟିଲର ଏଗୁଡ଼ା ସବୁ ବେଶୀ ବ୍ୟବହାର ହେଉଛି। ଯାନ୍ତ୍ରିକ ଉପକରଣ ସବୁ ଏବେ ପ୍ରାୟ ସବୁ ବ୍ୟବହାର କରାଯାଉଛି। ଟ୍ରାକ୍ଟର ଦ୍ୱାରା ଖଞ୍ଜିକି ଆମର ମଞ୍ଜି ବୁଣା କାର୍ଯ୍ୟ ହୋଇପାରୁଛି। ପଛପଟେ ଏଠି ଲାଗିଥାଏ, ତାପରେ ଟ୍ରାକ୍ଟର ଆଗକୁ ଚାଲି ଚାଲି ଯିବ, ଇଏ ତାର ପଛପଟେ ମଞ୍ଜି ବୁଣି ବୁଣିକା ଯିବ। ଏ କ'ଣ ହୁଏ ନା ଠିକ୍ ଦୂରତାରେ ଏବଂ ସମାନ ଗଭୀରତାରେ ପଡ଼ିଥାଏ। ଏଇଟାରେ କ'ଣ ହେଇଥାଏ? ଏଇଟା ଦେଖ ତାର ରହିବା ପାଇଁ ଅଛି, ଏଇଠି ସବୁ ମଞ୍ଜି ବାହାରେ ଏଗୁଡ଼ାରେ। ଏଗାର ସବୁ ମଞ୍ଜି ବାହାରିବ। ଦେଖିବ ପାଇପ୍ ଭଳିଆ ଲାଗିଛି, ଏଇଟା ସରୁ ସରୁ ଏପଟେ କ'ଣ ହେଇଛି ନା ଏମିତି ପାଇପ୍ ଲାଗିଛି, ସେପଟେ ସବୁ ଧାନ ସବୁ ଆସିବ, ଏପଟେ ପଡ଼ିବ। ତାର ଠିକ୍ ଡିଷ୍ଟାନ୍ସରେ ବି ରହିବ। ଏଇଠି ଗୋଟେ ଧାନ ହେଲା, କିଛି ବାଟ ଯାଇକି ଏଇଠି ଧାନ, ପୁଣି କିଛି ବାଟ ଯାଇକି ଏଇଠି ଧାନ, ମାନେ ତାର ସମାନ ଡିଷ୍ଟାନ୍ସରେ କ'ଣ ହେଇଯିବ? ଧାନ ପଡ଼ି ପଡ଼ିକା ଯିବ। ଠିକ୍ ଅଛି। ଠିକ୍ ଦୂରତାରେ ଏବଂ ସମାନ ଗଭୀରତା ପଡ଼ିଥାଏ। ସମାନ ଗଭୀରତାରେ ପଡ଼ିଥାଏ। ଆଉ କ'ଣ ହୁଏ? ଯେତେବେଳେ ମାଟିଟା ପଡ଼ିଯାଏ, ଆଉ କ'ଣ ହୁଏ ନା ଏଇ ଯେଉଁ ମଞ୍ଜି ଗୁଡ଼ିକ ପିଲା ମଞ୍ଜିଟା କ'ଣ ହୁଏ? ମଞ୍ଜି ପଡ଼ିବା ଦ୍ୱାରା ତା ଉପରେ ମାଟି ଘୋଡ଼େଇ ହେଇଯାଏ। ଏଇଠି ମଞ୍ଜି ପଡ଼ିଲା, ତାପରେ ଏଇଟା ଖାଲ ହେଇବାକୁ ଯିବ କି ନାହିଁ, ତା ଉପରେ ଏମିତି ମାଟି ଘୋଡ଼େଇ ହେଇଯିବ। ତାହେଲେ ଏଇଠି ମଞ୍ଜିଟା ପଡ଼ିଲା, ତା ଉପରେ ମାଟି ଘୋଡ଼େଇ ହେଇଯିବ ଏମିତିକା। ଆଉ ସମାନ ଡିଷ୍ଟାନ୍ସରେ ରହିବ। ଗଛ ଗୁଡ଼ା ତାର ଆପେ ଏମିତି ଗାଡ଼ି ଚାଲି ଚାଲିଯିବ, ଏମିତି ପଡ଼ି 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 ଯିବ ତାର ଏମିତି। ବୁଝିହେଉଛି? ମାଟି ଢାଙ୍କୁ ହେଇଯିବା ଦ୍ୱାରା କ'ଣ ହବ ନା ଆମର ପକ୍ଷୀମାନେ ବି କେହି ଖାଇପାରିବେନି। ଆମେ ଯେ ଏମିତିକା ହଳ କରିକି ଯଦି ପକେଇ ଦେଉଛେ, ସେଟା କ'ଣ ହେଉଛି? ପକ୍ଷୀମାନେ ଆସିକି ସବୁ ଖାଇଯାଆନ୍ତି ନା ଧାନ ଗୁଡ଼ାକୁ। କିନ୍ତୁ ଯଦି ଆମେ ଏମିତିକା କଲେ ମାଟି ଘୋଡ଼େଇ ହେବା ଦ୍ୱାରା କ'ଣ ହେଇଥାଏ ନା ପକ୍ଷୀମାନେ ଆସିକି ବି ଧାନ ଗୁଡ଼ାକୁ ଆଉ ଅଧିକ କ୍ଷତି କରନ୍ତିନି ବା ଖାଇଦିଅନ୍ତି ନାହିଁ। ସେ ମାଟି ଭିତରେ ପୋତି ହେଇକି ରହିଯାଏ। ସାର ଓ ଖତ ପ୍ରୟୋଗ। ଆମେ ତାହେଲେ ମଞ୍ଜି ବୁଣି ଦେଲା ପରେ ଗଛ ହେଇଗଲା ପରେ ତାପରେ ଆମେ କ'ଣ କରିଥାଉ? ଆଉ ତାପରେ ଆମେ ଗଛ ଗୁଡ଼ିକ ହୃଷ୍ଟପୃଷ୍ଟ ହୋଇ ବଢ଼ିବା ପାଇଁ ଶକ ପ୍ରୟୋଗ କରାଯାଏ, ଯେଉଁ କୁହାଯାଏ, ହଁ କି ନାହିଁ? ଏହା ସବୁ ନ୍ୟାଚୁରାଲ, ମାନେ କୌଣସି କେମିକାଲ ଜିନିଷ ଏଥିରେ ମିଶି ନଥିବ, ଖାଲି ନ୍ୟାଚୁରାଲ। ଯଦି ଖତ ଗୁଡ଼ା ପକେଇଲେ, ଯଦି ଗୋଟେ ବିଲରେ ଆମେ ନିହାତି ଖତ ପକେଇବା ଦରକାର, ତେବେ ଯାଇକି ଖାଲି ସାର କିଣି ଆଣିକି ସାର ପକେଇବା, ଖାଲି ସାର ପକେଇବା, ଗଛରେ ଠିକ୍ ରୂପେ ସେ କ'ଣ ହେଇଥାଏ? ତାକୁ ଯେଉଁ ପ୍ରୋଟିନ୍ ମିଳିବା କଥା ବା ତାକୁ ଯେଉଁ ପୋଷକ ମିଳିବା କଥା ତା ପାଖକୁ ପହଞ୍ଚି ପାରିନଥାଏ। ଯାହାଫଳରେ କି ସେ ଗଛ ଗୁଡ଼ିକ କ'ଣ ହେଇଥାଏ? ଦୁର୍ବଳିଆ ଟିକେ ହୁଏ। ସେ ଗଛ ଗୁଡ଼ିକ ଏତେ ହୃଷ୍ଟପୃଷ୍ଟ ହୋଇନଥାଏ ଓ ଜଗାଇଥାଏ। କିଏ? ଏଇ ଯେଉଁ ଖତ, ଯେଉଁ ସାର ପକେଇଲେ ଜଗାଇ ଥାଏ। ପୋଷକ ଗୁଡ଼ିକ ଉଦ୍ଭିଦର ବୃଦ୍ଧି ପାଇଁ ଏକାନ୍ତ ଆବଶ୍ୟକ, ବହୁତ ଜରୁରୀ ହୋଇଥାଏ। ବୁଝିଲା? ଯଦି ଆମେ କେତେକ ସ୍ଥାନରେ କୃଷକମାନେ କ'ଣ କରିଥାନ୍ତି ନା ଜମିରେ ଶସ୍ୟ ଉପରେ ଶସ୍ୟ ଏମିତିକା ଗଛ ଲଗେଇ ଥାନ୍ତି। ଏଇଟା ଗୋଟେ ବିଲଟେ ଅଛି, ବିଲରେ କ'ଣ ହୁଏ? ଏଠି ସବୁ ଗଛ ଲଗେଇଦେଲା, ଚାଲିଲା। ଆମର ଏପଟେ କେତେ 4 ମାସ ଗଲା ପରେ ଆମର ଏପଟେ ଧାନ ଗଛ ଲଗେଇ ସାରିଲେ, ଧାନ ଗଛ ଲଗେଇ ସାରିଲା ପରେ ଯେତେବେଳେ ଇଏ ଅମଳ ହେଇଗଲା, ଅମଳ ହେଇକି ଆମେ କ'ଣ କରୁଛେ? ଆକୁ ଆମେ କାଟି ଆଣିକି ଘରେ ରଖୁଛେ, ସଂରକ୍ଷଣ କରିକି ରଖିଦଉଛେ। ଏଗୁଡ଼ା ଏମିତି ଧାନ ପୁରେଇକି ରଖିଦଉଛେ। ତ ସେମିତିକା ପୁଣି ତାକୁ ଯଦି ଧାନ କାଟି ସାରିଲା ପରେ ପୁଣି ଆଉଥରେ ସେଇଠି କ'ଣ କରିବା ନା ଆମେ ପୁଣି ଆଉଥରେ ସେମିତିକା ଗଛ ଲଗେଇବା। ଆକୁ ରେଷ୍ଟ ମିଳିବ କି? ଆଉ ରେଷ୍ଟ ମିଳିବନି ନା। ତେଣୁ କ'ଣ ହେଇଥାଏ? ପଡ଼ିଆ ରହିବା ବି ଜମିକୁ କେବେ ହେଲେ ପଡ଼ିଆ ରହିବାକୁ ଦିଏ ନାହିଁ। ଜମିକୁ କେବେ ହେଲେ ପଡ଼ିଆ ରହିବାକୁ ଦିଏ ନାହିଁ। ଭାବିଲେ ଦେଖି ଏଥିରେ ପୋଷକ ଅବସ୍ଥା କ'ଣ ହେଇଥିବ? ତାକୁ ପଡ଼ିଆ ରହିବା ପାଇଁ ଆମେ ଦେବାନି, ତାହେଲେ ତା ଭିତରେ ଆଉ ପୋଷକ କେତେ କ'ଣ ରହିବ? ରହିବନି ନା। ସେଥିପାଇଁ ଆମେ କ'ଣ କରିବା? ତାକୁ ଗ୍ୟାପ୍ ଛାଡ଼ି ଧର ଏ ବର୍ଷ ଆମେ ଧାନ ଚାଷ କଲେ, ତାପରେ ହେଇଗଲା ପରେ ଲଗେଇବା, ତାପରେ ପନିପରିବା ଧର ଲଗେଇଦେବା। ଏମିତିକା ଚାଷ କଲେ ତାର କ'ଣ ହେଇଥାଏ? ପୋଷକଟା ରହିଥିବ। ଯଦି ଆମେ କେବଳ ଏମିତିକା ଆମେ ଧାନ ଚାଷ ହିଁ କରି ଚାଲିଥିବା,
ସେଥିପାଇଁ ଗୋଟେ ବର୍ଷ ସେଥିପାଇଁ ଦେଖିବ ଧାନ ଚାଷ ହବ, ଗୋଟେ ବର୍ଷ ଗ୍ୟାପ୍ ଛାଡ଼ିଦେଲା, ଗୋଟେ ବର୍ଷ ଛାଡ଼ିଦେଲା ପରେ ତାପରେ ଆଉ ଗୋଟେ ବର୍ଷ ସେମାନେ କ'ଣ କରନ୍ତି, ଧାନ ଚାଷ କରିଥାନ୍ତି। ଯାହାଫଳରେ କି ଆମେ ପୁଣି ଖତ ସାର ପ୍ରୟୋଗ କରିଦେଲେ ପୋଷକଟା ଯାହା ଟିକେ କମ୍ ରହିଥିଲେ ବି ପୋଷକଟା ପୁଣି ଆଉଥରେ ଧାନ ଗଛକୁ ମିଳିଯାଇଥାଏ। କିନ୍ତୁ ଆମେ ଯଦି ଲଗାତାର ଏମିତିକା ଧାନ ଗଛ ଲଗେଇ ଚାଲିବା, ସେ ମାଟିରେ ପୋଷକ ପରିମାଣ ହ୍ରାସ ପାଇଥାଏ।